ନ୍ୟାସନାଲ ଏନର୍ଜି କନଜରଭେସନ ଡେ 2025 ଉପଲକ୍ଷେ ବ୍ଲକ ସ୍ତରୀୟ ଲିଖିତ ପ୍ରଶ୍ନର ପ୍ରତିଯୋଗିତା 2025 ଆଜି ହେଇଥିଲା। ତାର 50ଟା ସଠିକ ଉତ୍ତର ଦେଖିବା। କାହାର କେତେ ଠିକ କମେଣ୍ଟ ବକ୍ସରେ ଲାଷ୍ଟକୁ ଜଣେଇବ। ତାହେଲେ 1 ନମ୍ବର କ୍ୱେଶ୍ଚିନ୍ ହେଉଛି ପଙ୍ଖାର ବେଗ ନିୟନ୍ତ୍ରଣ ଏହାର ରେଗୁଲେଟର ଦ୍ୱାରା ହୋଇଥାଏ। ଏହି ରେଗୁଲେଟରରେ ମଧ୍ୟ କିଛି ଶକ୍ତି ଖର୍ଚ୍ଚ ହୋଇଥାଏ। ଆଧୁନିକ ରେଗୁଲେଟର ଗୁଡ଼ିକ ହେଲା କ ବୈଦ୍ୟୁତିକ ସ୍ରୋତ ପ୍ରତିରୋଧକ ଥିବା ଉପକରଣ ଏବଂ ଅଧିକ ଶକ୍ତି ନଷ୍ଟ ହୋଇଥାଏ। ଖ ଇଲେକ୍ଟ୍ରୋନିକ୍ସ ଉପକରଣ ଏବଂ କମ୍ ଶକ୍ତି ଖର୍ଚ୍ଚ ହୋଇଥାଏ। ଗ ଉଭୟ କ ଏବଂ ଖ। ଘ ହେଉଛି ଉପରୋକ୍ତ କୌଣସିଟି ନୁହେଁ। ଏହାର ସଠିକ ଉତ୍ତର ହେଉଛି ଖ ଇଲେକ୍ଟ୍ରୋନିକ୍ସ ଉପକରଣ ଏବଂ କମ୍ ଶକ୍ତି ଖର୍ଚ୍ଚ ହୋଇଥାଏ। 2 ନମ୍ବର କ୍ୱେଶ୍ଚିନ୍ ଦେଖ, ବିଦ୍ୟୁତ ଚାଳିତ ପାଣି ପମ୍ପର ଗୋଟିଏ ଭାଗ ଏକ ବିଦ୍ୟୁତ ଚାଳିତ ମୋଟର ଏବଂ ଅନ୍ୟ ଭାଗଟି ଏକ ପମ୍ପ। ବିଦ୍ୟୁତ ଚାଳିତ ମୋଟର ପମ୍ପକୁ ଚଳାଇବା ଦ୍ୱାରା ପାଣି ବାହାରିଥାଏ। ମୋଟର ଦକ୍ଷତା 90% ଏବଂ ପମ୍ପର ଦକ୍ଷତା 80% ହେଲେ ସେମାନଙ୍କର ମିଳିତ ଦକ୍ଷତା କେତେ ହୋଇପାରେ? କ ରେ ଅଛି ଗ୍ରେଟର ଦ୍ୟାନ୍ 90%, ଖ ହେଉଛି 72%, ଗ ହେଉଛି ଗ୍ରେଟର ଦ୍ୟାନ୍ 80%, ଘ ହେଉଛି 70%। ଏହାର ସଠିକ ଉତ୍ତର ହେଉଛି ଖ 72%। 3 ନମ୍ବର କ୍ୱେଶ୍ଚିନ୍ କି ଦେଖ, ସ୍ପେସିଫିକ୍ ଏନର୍ଜି ବ୍ୟବହାର ଅର୍ଥ ହେଉଛି କ ଗୋଟିଏ ମାସରେ ବ୍ୟବହୃତ ଶକ୍ତି, ଖ ଏକକ ଉତ୍ପାଦନ ପାଇଁ ବ୍ୟବହୃତ ଶକ୍ତିର ପରିମାଣ, ଗ ଗୋଟିଏ ବର୍ଷରେ ବ୍ୟବହୃତ ଶକ୍ତି। ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଖ ଏକକ ଉତ୍ପାଦନ ପାଇଁ ବ୍ୟବହୃତ ଶକ୍ତିର ପରିମାଣ। 4 ନମ୍ବର କ୍ୱେଶ୍ଚିନ୍ ଦେଖ, ଏକ ନିର୍ଦ୍ଦିଷ୍ଟ ଉପକରଣ ଚାଲିବା ପାଇଁ 350 ୱାଟ୍ ଆବଶ୍ୟକ ହୁଏ। ଯଦି ଉପକରଣଟିକୁ 24 ଦିନ ଚଳାଇବାର ଅନୁମତି ଦିଆଯାଏ ତେବେ କେତେ କିଲୋୱାଟ୍ ଘଣ୍ଟା ଶକ୍ତି ବ୍ୟବହାର ହେବ? ଅପସନ୍ କ 20.16 କିଲୋୱାଟ୍ ଘଣ୍ଟା, ଖ 201.6 କିଲୋୱାଟ୍ ଘଣ୍ଟା, ଗ 2.01 କିଲୋୱାଟ୍ ଘଣ୍ଟା, ଘ 8.4 କିଲୋୱାଟ୍ ଘଣ୍ଟା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଖ 201.6 କିଲୋୱାଟ୍ ଘଣ୍ଟା। 5 ନମ୍ବର କ୍ୱେଶ୍ଚିନ୍ ଦେଖ, ଏକ ରେଫ୍ରିଜେରେଟର କେଉଁ ଅଂଶଟି ସର୍ବାଧିକ ଶକ୍ତି ବ୍ୟବହାର କରିଥାଏ? କ ଡୋର୍ ଲାଇଟ୍, ଖ କମ୍ପ୍ରେସର, ଗ ସର୍କୁଲେସନ ଫ୍ୟାନ୍, ଘ ଷ୍ଟାବିଲାଇଜର। ସଠିକ ଉତ୍ତର ହେଉଛି ଖ କମ୍ପ୍ରେସର। 6 ନମ୍ବର କ୍ୱେଶ୍ଚିନ୍ ଦେଇଛି, କେଉଁ ସଞ୍ଚିତ ଶକ୍ତି ଦ୍ୱାରା ପରବର୍ତ୍ତୀ ସମୟରେ କାର୍ଯ୍ୟ କରାଯାଇପାରେ? ସ୍ଥିତିଜ ଶକ୍ତି, ନ୍ୟୁକ୍ଲିୟର ଶକ୍ତି, ଗତିଜ ଶକ୍ତି। ଉପରୋକ୍ତ କୌଣସି ନୁହେଁ। ଏହାର ସଠିକ ଉତ୍ତର ହେଉଛି କ ସ୍ଥିତିଜ ଶକ୍ତି। 7 ନମ୍ବର କ୍ୱେଶ୍ଚିନ୍ ଦେଖ, ସେଣ୍ଟିଗ୍ରେଡ ବା ସେଲସିୟସ୍ ଓ ଫାରେନହାଇଟ୍ ସ୍କେଲ କେଉଁ ତାପମାତ୍ରାରେ ସମାନ ରିଡିଂ ଦେଇଥାଏ? ଏହାର ସଠିକ ଉତ୍ତର ହେଉଛି -40 ଡିଗ୍ରୀ। 8 ନମ୍ବର ଦେଖ, ନିମ୍ନଲିଖିତ ମଧ୍ୟରୁ କିଏ ବାଷ୍ପ ଚାଳିତ ଇଞ୍ଜିନ ଉଦ୍ଭାବନ କରିଥିଲେ? କ ହେଲା ନିକୋଲା ଟେସ୍ଲା, ଖ ମାର୍କୋନି, ଜେମ୍ସ ୱାଟ୍, ଦେନ୍ ନ୍ୟୁଟନ। ଏହାର ସଠିକ ଉତ୍ତର ହେଉଛି 8 ନମ୍ବର ସଠିକ ଉତ୍ତର ହେଉଛି ଗ ଜେମ୍ସ ୱାଟ୍। 9 ନମ୍ବର ଦେଖ, ଆଷ୍ଟ୍ରୋନୋମିକାଲ ଟାଇମର ସୁଇଚ୍ କ'ଣ ପାଇଁ ବ୍ୟବହୃତ ହୁଏ? କ ନିର୍ଦ୍ଦିଷ୍ଟ ସମୟରେ ଲାଇଟକୁ ସ୍ୱୟଂଚାଳିତ ଭାବରେ ବନ୍ଦ ବା ଜଳାଇବା ପାଇଁ, ଖ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟ ଅନୁସାରେ ସ୍ୱୟଂଚାଳିତ ଭାବେ ଲାଇଟକୁ ଜଳାଇବା ବା ବନ୍ଦ କରିବା ପାଇଁ, ଗ କେବଳ ନିର୍ଦ୍ଦିଷ୍ଟ ସମୟରେ ବନ୍ଦ କରିବା ପାଇଁ, ଘ କେବଳ ନିର୍ଦ୍ଦିଷ୍ଟ ସମୟରେ ଜଳାଇବା ପାଇଁ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଖ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟ ଅନୁସାରେ ସ୍ୱୟଂଚାଳିତ ଭାବେ ଲାଇଟକୁ ଜଳାଇବା ବା ବନ୍ଦ କରିବା ପାଇଁ। 10 ନମ୍ବର ଦେଖ, ବିଜୁଳି ହେବା ପାଇଁ ବା ଲାଇଟିଂ ଇଜ ପ୍ରଡ୍ୟୁସ୍ଡ ଡ୍ୟୁ ଟୁ କ'ଣ ପାଇଁ ବିଜୁଳି ହୋଇଥାଏ? କ ଟ୍ରାନ୍ସମିଶନ ଲାଇନରୁ ବାୟୁମଣ୍ଡଳକୁ ଚାର୍ଜ ଯିବା ଦ୍ୱାରା, ଖ ବାଦଲରେ ବହୁତ ପରିମାଣରେ ଚାର୍ଜ ଏକତ୍ରୀକୃତ ହେବା ଦ୍ୱାରା, ଗ ବାଦଲରୁ ପୃଥିବୀକୁ ପରିବାହକ ପଥ ଥିବା ଦ୍ୱାରା, ଘ ଉପରୋକ୍ତ କୌଣସିଟି ନୁହେଁ। 10 ନମ୍ବର ସଠିକ ଉତ୍ତର ହେଉଛି ଖ ବାଦଲରେ ବହୁତ ପରିମାଣରେ ଚାର୍ଜ ଏକତ୍ରୀକୃତ ହେବା ଦ୍ୱାରା। 11 ନମ୍ବର ଦେଖ, ଜୈବ ପଦାର୍ଥର ଦହନ। କ 1 ଟନ୍ କୋଇଲା ଦହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ତୁଳନାରେ ଅଧିକ, 1 ଟନ୍ କୋଇଲା ଦହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ତୁଳନାରେ କମ୍, ଗ ହେଉଛି କମ୍ ଜମି ଆବଶ୍ୟକ ହୁଏ, ଘ ମୃତ୍ତିକା କ୍ଷୟ, ଜଳ ପ୍ରଦୂଷଣ ଓ ବନ୍ୟପ୍ରାଣୀ ଏବଂ ଉଦ୍ଭିଦମାନଙ୍କ ପ୍ରାକୃତିକ ଆବାସ ନଷ୍ଟ ହେବାର କାରଣ। ସଠିକ ଉତ୍ତରଟି ହେଉଛି ଅପସନ୍ କ 1 ଟନ୍ କୋଇଲା ଦହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ତୁଳନାରେ ଅଧିକ। 12 ନମ୍ବର ଦେଖ, ଆଧୁନିକ ଇଲେକ୍ଟ୍ରିକ କାରରେ
କେଉଁ ବ୍ୟାଟେରୀ ରସାୟନ ପଦ୍ଧତି ବ୍ୟବହାର କରାଯାଉଛି ଯାହା ଫଳରେ ବ୍ୟାଟେରୀ ଶୀଘ୍ର ଚାର୍ଜ ହୁଏ ଏବଂ କାରର ପଥ ପରିକ୍ରମ ପରିସର ବୃଦ୍ଧି ପାଏ? କ ନିକେଲ କାଡମିୟମ, ଖ ଲେଡ୍ ଏସିଡ୍, ଘ ନିକେଲ ମେଟାଲ ହାଇଡ୍ରେଟ୍, ଘ ଲିଥିୟମ ଆୟନ। ଏହାର ସଠିକ ଉତ୍ତର ହେଉଛି ଘ ଲିଥିୟମ ଆୟନ। 13 ନମ୍ବର କ୍ୱେଶ୍ଚିନ୍ ଦେଖ, ସାଧାରଣତଃ ଘରେ ବିଦ୍ୟୁତ କଟ୍ ସମୟରେ ବ୍ୟାଟେରୀ ଇନଭର୍ଟର ଦ୍ୱାରା ତୁମେ ବିଦ୍ୟୁତ ଶକ୍ତି ପାଇଥାଅ। ଯଦି ତୁମେ ସେହି ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଏକ ସୋଲାର ପ୍ୟାନେଲ ଲଗାଉଛ, କେଉଁ ଉପକରଣ ବ୍ୟବହାର କରି ମିତବ୍ୟୟତା ରକ୍ଷା କରିପାରିବା? କ ହେଉଛି ସୋଲାର ଚାର୍ଜ କଣ୍ଟ୍ରୋଲର, ଖ ବ୍ୟାଟେରୀ ବଦଳାଇବା, ଗ ପୁରୁଣା ଇନଭର୍ଟର ବଦଳରେ ନୂଆ ଇନଭର୍ଟର ଲଗାଇବା, ଘ ପାୱାର ମିକ୍ସର। ଏହାର ସଠିକ ଉତ୍ତର ହେଉଛି 13 ନମ୍ବର କ ସୋଲାର ଚାର୍ଜ କଣ୍ଟ୍ରୋଲର। 14 ନମ୍ବର ଆସ, କେଉଁ ଯାନ୍ତ୍ରିକ ଉପକରଣ ଘୂର୍ଣ୍ଣନ ଶକ୍ତିକୁ ସଙ୍ଗେ ସଙ୍ଗେ ବିଦ୍ୟୁତ ଶକ୍ତି ଦେଇଥାଏ? କ ଫ୍ଲାଏ ହୁଇଲ, ଖ ମୋଟର, ଗ ବ୍ୟାଟେରୀ, ଘ ଅଲ୍ଟରନେଟର। ଏହାର ସଠିକ ଉତ୍ତର ହେଉଛି କ ଫ୍ଲାଏ ହୁଇଲ। 15 ନମ୍ବର କ୍ୱେଶ୍ଚିନ୍ ଦେଖ, କେଉଁ ପାୱାର ଷ୍ଟେସନ ବା ବିଦ୍ୟୁତ କେନ୍ଦ୍ର ଜଳାଶୟର ଜଳ ଉତ୍ତୋଳନ କରେ ଯେଉଁ ସମୟରେ ଅଳ୍ପ ବିଦ୍ୟୁତ ଚାହିଦା ଥାଏ ଏବଂ ଅତ୍ୟଧିକ ଚାହିଦା ଥିବା ସମୟରେ କେବଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରେ? ଅପସନ କ ହେଉଛି ଜଳ ବିଦ୍ୟୁତ କେନ୍ଦ୍ର, ଖ ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ କେନ୍ଦ୍ର, ଗ ହେଲା ଛୋଟ ଜଳ ବିଦ୍ୟୁତ କେନ୍ଦ୍ର, ଘ ହେଲା ଚେକ୍ ଡ୍ୟାମ। ଏହାର ସଠିକ ଉତ୍ତର ହେଉଛି ଖ ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ କେନ୍ଦ୍ର। 16 ନମ୍ବର କ୍ୱେଶ୍ଚିନ୍ ଦେଖ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଗ୍ରୀନ ହାଉସ ଗ୍ୟାସ ସମ୍ପର୍କରେ ସତ୍ୟ ଅଟେ? କ ସେମାନେ ପରିବେଶ ନିମନ୍ତେ କ୍ଷତିକାରକ, ଖ ସୁରକ୍ଷା ସ୍ତର ଭାବେ କାର୍ଯ୍ୟ କରେ ଓ ଜୀବନ ସମ୍ଭବ କରେ, ଗ ମହାସାଗରର ସ୍ରୋତରୁ ତାପ ଧରି ରଖେ, ଘ ସୂର୍ଯ୍ୟାଲୋକରୁ ବିକିରଣକୁ ଧରି ରଖେ। ଏହାର ସଠିକ ଆନ୍ସର ହେଉଛି ଘ ସୂର୍ଯ୍ୟାଲୋକରୁ ବିକିରଣକୁ ଧରି ରଖେ। 17 ନମ୍ବର ଦେଖ, କଳକାରଖାନା ମାନଙ୍କରୁ ନିର୍ଗତ ହେଉଥିବା ଗ୍ୟାସ ଚିମିନି ଦ୍ୱାରା ବାୟୁମଣ୍ଡଳକୁ ପ୍ରବେଶ କରିଥାଏ। ଏହା ନିର୍ଗତ ଗ୍ୟାସର ତାପମାତ୍ରା ଅଧିକ ହୋଇଥାଏ ଏବଂ ସେହି ନିର୍ଗତ ଗ୍ୟାସ ଉତ୍ତାପର ଅପଚୟକୁ କିପରି ଦକ୍ଷତା ପୂର୍ଣ୍ଣ ଭାବରେ ବ୍ୟବହାର କରାଯାଇପାରିବ? କ ହେଉଛି ଶୀତଳ ସ୍ଥାନକୁ ଶୁଷ୍କ କରିବା ପାଇଁ, ଖ ଶୀତ ତାପ ନିୟନ୍ତ୍ରଣ ପାଇଁ, ଗ ପାଣି ଗରମ କରିବା ପାଇଁ, ଘ ହେଉଛି ଉଭୟ ଖ ଏବଂ ଗ। ଏହାର ସଠିକ ଉତ୍ତର ହେଉଛି ଘ ଉଭୟ କ ଏବଂ ଗ। 18 ନମ୍ବର କ୍ୱେଶ୍ଚିନ୍ ଦେଖ, ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର କ୍ଷମତା ଟନରେ ଦର୍ଶାଯାଇଥାଏ। 5 ଟନ ବିଶିଷ୍ଟ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଶୀତଳତା ନିମ୍ନଲିଖିତ କାହା ସହିତ ସମାନ? ଦିନକୁ 5 ଟନର ବରଫ ତରଳିବା, ଘଣ୍ଟାକୁ 5 ଟନର ବରଫ ତରଳିବା, ଦିନକୁ 5 ୟୁନିଟ ବିଦ୍ୟୁତ ଶକ୍ତି ବ୍ୟବହାର କରିବା, ଦିନକୁ 5 ଲିଟର ତେଲ ଖର୍ଚ୍ଚ କରିବା। ଏହାର ସଠିକ ଉତ୍ତର ହେଉଛି କ ଦିନକୁ 5 ଟନର ବରଫ ତରଳିବା। 19 ନମ୍ବର କ୍ୱେଶ୍ଚିନ୍ ଦେଖ, କେଉଁ ଦୁର୍ଲଭ ମୌଳିକ ପଦାର୍ଥକୁ ପରମାଣୁ ବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଶକ୍ତି ଉତ୍ପନ୍ନ ପାଇଁ ଜାଳେଣୀ ରୂପେ ବ୍ୟବହାର କରାଯାଇଥାଏ? କ ରେଡିୟମ, ଖ ଟାଇଟାନିୟମ, ଗ ସିଲିକନ, ଘ ୟୁରାନିୟମ। ଏହାର ସଠିକ ଉତ୍ତର ହେଉଛି ଘ ୟୁରାନିୟମ। 20 ନମ୍ବର ଦେଖ କ୍ୱେଶ୍ଚିନ୍, ଶକ୍ତି ସଂରକ୍ଷଣ ପାଇଁ ଭାରତରେ କେଉଁ ନୋଡାଲ ସଂସ୍ଥାର ସହଯୋଗରେ ଶକ୍ତି ସଂରକ୍ଷଣ ଅଧିନିୟମ 2001 ଅନ୍ତର୍ଗତ କାର୍ଯ୍ୟକ୍ରମ କରାଯାଉଛି? କ ବ୍ୟୁରୋ ଅଫ ଇଣ୍ଡିଆ ଷ୍ଟାଣ୍ଡାର୍ଡ, ଖ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି, ସି ବ୍ୟୁରୋ ଅଫ ଏନର୍ଜି ଏଜୁକେସନ, ଡି ବ୍ୟୁରୋ ଅଫ ଏନର୍ଜି ଆଣ୍ଡ ଏନଭାରମେଣ୍ଟ। ଏହାର ସଠିକ ଉତ୍ତର ହେଉଛି ଖ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି। 21 ନମ୍ବର କ୍ୱେଶ୍ଚିନ୍ ଦେଖ, 21 ନମ୍ବର ଦେଇଛି 1 କେଜି ଜଳକୁ 1 ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି କରିବା ପାଇଁ କେତେ ପରିମାଣରେ ଶକ୍ତି ଆବଶ୍ୟକ ହୁଏ? 1 ଜୁଲ, ଖ 1 କ୍ୟାଲୋରୀ, ଗ 1000 ଜୁଲ, ଘ 1000 କ୍ୟାଲୋରୀ। ଏହାର ସଠିକ ଉତ୍ତର ହେଉଛି ଅପସନ ଘ 1000 କ୍ୟାଲୋରୀ। 22 ନମ୍ବର କ୍ୱେଶ୍ଚିନ୍ ଦେଖ, ଫ୍ୟୁଜ ତାର ଯାହା ଅତ୍ୟଧିକ ବୈଦ୍ୟୁତିକ ଲୋଡ ଏବଂ ସର୍ଟ ସର୍କିଟରୁ ରକ୍ଷା କରିଥାଏ ତାହା ଏକ? କ ପ୍ଲାଷ୍ଟିକ ତାର, ଖ କମ ଗଳନାଙ୍କ ଥିବା ଧାତବ ତାର, ଗ କାର୍ବନ ତାର, ଘ ଅଧିକ ଗଳନାଙ୍କ ଥିବା ଧାତବ ତାର। ଏହାର ସଠିକ ଉତ୍ତର ହେଉଛି ଖ କମ ଗଳନାଙ୍କ ଥିବା ଧାତବ। 23 ନମ୍ବର ଦେଖ, ଗୋଟିଏ କାରଖାନାର ମାସିକ ବିଦ୍ୟୁତ ବିଲ୍ 10 ଲକ୍ଷ ଟଙ୍କା ଯାହାକି ସମୁଦାୟ ଶକ୍ତି ଖର୍ଚ୍ଚ ବିଲର 38% ଅଟେ। ତେବେ ଏହି କାରଖାନା ବାର୍ଷିକ ଶକ୍ତି ବିଲ୍ କେତେ ଦେବ? କ ହେଉଛି 315 ଲକ୍ଷ, ଖ 26 ଲକ୍ଷ, ଗ 38 ଲକ୍ଷ, ଘ 380 ଲକ୍ଷ। ଏହାର ସଠିକ ଉତ୍ତର ହେଉଛି ଖ 26 ଲକ୍ଷ।
24 ନମ୍ବର କ୍ୱେଶ୍ଚିନ୍ ଦେଖ, ପୃଥିବୀରେ ବାସ କରୁଥିବା ଜୀବଜନ୍ତୁମାନଙ୍କ ପାଇଁ ବାୟୁମଣ୍ଡଳ ଏକ ସୁରକ୍ଷା ବଳୟ ରୂପେ କାମ କରିଥାଏ। ଏହି ବଳୟ ସମ୍ବନ୍ଧରେ କେଉଁ ନିମ୍ନୋକ୍ତ ବାକ୍ୟଟି ସଠିକ୍? ଏହା ତାପମାତ୍ରା ସନ୍ତୁଳନରେ ସାହାଯ୍ୟ କରିଥାଏ। ଖ, ଏହା ସୂର୍ଯ୍ୟର ସମସ୍ତ କ୍ଷତିକାରକ ରଶ୍ମିକୁ ଶୋଷଣ କରିଦେଇଥାଏ। ଗ, ଉଭୟ କ ଏବଂ ଖ। ଘ, ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଗ, ଉଭୟ କ ଏବଂ ଖ। 25 ନମ୍ବର ଦେଖ, ବିଦ୍ୟୁତ୍ ସ୍ରୋତର ଏକକକୁ କଣ କୁହାଯାଏ? ଆମ୍ପିୟର। ଖ ହେଲା MHO ବା ମୋ। ତାପରେ ଗ ହଉଛି ଫ୍ୟାରାଡ, ଡି ହଉଛି ଓମ୍। ଏହାର ସଠିକ୍ ଉତ୍ତର ହଉଛି ଆମ୍ପିୟର। 26 ନମ୍ବର ଦେଖ, ବିଦ୍ୟୁତ୍ ଚାଳିତ କେଟଲିରେ ଚିକଣ ପ୍ରସ୍ତର ରହିଥିବାରୁ କ, ଉତ୍ତାପ ନିର୍ଗମନ କମ ହୋଇଥାଏ। ଖ, ଉତ୍ତାପ ପ୍ରତିଫଳିତ ହୋଇଥାଏ। ଗ, ଉତ୍ତାପ ଶୋଷଣ ହୋଇଥାଏ। ଘ, କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଖ, ଉତ୍ତାପ ପ୍ରତିଫଳିତ ହୋଇଥାଏ। ଲକ୍ସ କାହାର ମାପନ ଏକକ ରୂପରେ ବ୍ୟବହାର କରାଯାଏ? କ, ଉତ୍ତାପ। ଖ, ଆଲୋକ। ଗ, ଶକ୍ତି। ଘ, ବିଦ୍ୟୁତ୍। ଏହାର ସଠିକ୍ ଉତ୍ତର ହେଉଛି ଖ, ଆଲୋକ। 28 ନମ୍ବର, କେଉଁଥିରେ ଫଟୋଭୋଲ୍ଟିକ ସେଲକୁ ପ୍ରଥମେ ବିଜୁଳି ଉତ୍ପନ୍ନ କରିବା ପାଇଁ ବ୍ୟବହାର କରାଯାଇଥିଲା? କ, ଅନ୍ତରୀକ୍ଷରେ ଉପଗ୍ରହମାନଙ୍କ ପାଇଁ। ଖ, କାର୍ ପାଇଁ। ଗ, ରେଲୱେ ସିଗ୍ନାଲ ପାଇଁ। ଘ, ଗାଁ ମାନଙ୍କରେ ଆଲୋକ ପାଇଁ। ଏହାର ସଠିକ୍ ଉତ୍ତର ହେଉଛି କ, ଅନ୍ତରୀକ୍ଷରେ ଉପଗ୍ରହମାନଙ୍କ ପାଇଁ। 29 ନମ୍ବର କ୍ୱେଶ୍ଚିନ୍ ଦେଖ, ହାଇବ୍ରିଡ ବିଦ୍ୟୁତ୍ ଯାନଗୁଡ଼ିକ ଅଧିକ ଶକ୍ତି ଦକ୍ଷ ସମ୍ପନ୍ନ ଅଟେ। ନିମ୍ନଲିଖିତ ଶକ୍ତିଗୁଡ଼ିକରୁ କେଉଁଟି ଏହି ଯାନ ସମ୍ପର୍କିତ ତଥ୍ୟ ଅଟେ? କ, ଉଭୟ ବିଦ୍ୟୁତ୍ ମୋଟର ଏବଂ ଅନ୍ତର୍ଦହନ ଇଞ୍ଜିନର ବ୍ୟବହାର ଦ୍ୱାରା। ଖ, ଅଧିକ ଇନ୍ଧନ ମିତବ୍ୟୟିତା ଓ ସ୍ୱଳ୍ପ ପ୍ରଦୂଷିତ ଗ୍ୟାସ୍ ନିର୍ଗତ କରିଥାଏ। ଗ, ଏହା ରିଜେନେରେଟିଭ ବ୍ରେକିଂ ବ୍ୟବହାର କରିଥାଏ। ଘ, ଉପରୋକ୍ତ ସବୁଗୁଡ଼ିକ। ଏହାର ସଠିକ୍ ଉତ୍ତର ହେଉଛି ଘ, ଉପରୋକ୍ତ ସବୁଗୁଡ଼ିକ। 30 ନମ୍ବର କ୍ୱେଶ୍ଚିନ୍ ଦେଖ, ବାୟୁ ଏକ ଗ୍ୟାସ୍। କ ହେଉଛି ମୌଳିକ ପଦାର୍ଥ। ଖ, ଯୌଗିକ ପଦାର୍ଥ। ଗ ହେଲା ମିଶ୍ରଣ। ଘ ହେଲା ମିଶ୍ର ଧାତୁ। 30, ଏହାର ସଠିକ୍ ଉତ୍ତର ହେଉଛି ଗ, ମିଶ୍ରଣ। 31 ନମ୍ବର, ସବୁଜ ଗୃହ କେଉଁଥିପାଇଁ ସାହାଯ୍ୟ କରିଥାଏ? କ, ସୁଚାରୁ ଭାବରେ ଶକ୍ତି, ଜଳ ଓ ଅନ୍ୟାନ୍ୟ ସମ୍ପଦର ସଦ୍ବ୍ୟବହାର କରିବା। ଖ, ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କର୍ମଚାରୀମାନଙ୍କୁ ଉତ୍ପାଦନ କ୍ଷମତାରେ ଉନ୍ନତି ଆଣିବା। ଗ, ଆବର୍ଜନା ପ୍ରଦୂଷଣ ଓ ପରିବେଶ କ୍ଷୟକୁ ହ୍ରାସ କରିବା। ଘ, ଉପରୋକ୍ତ ସମସ୍ତ। ଏହାର ସଠିକ୍ ଉତ୍ତର ହେଉଛି ଘ, ଉପରୋକ୍ତ ସମସ୍ତ। 32 ନମ୍ବର କ୍ୱେଶ୍ଚିନ୍ ଦେଖ, ଗ୍ରୀଷ୍ମ ଋତୁରେ ଛାତ ଏବଂ କାନ୍ଥ ଗୁଡ଼ିକ ଯୋଗୁଁ ଗୃହର ଉତ୍ତାପ ବୃଦ୍ଧି ପାଇଥାଏ। ନିମ୍ନୋକ୍ତ ମଧ୍ୟରୁ କେଉଁ ସୁଲଭ ଉପାୟ ଦ୍ୱାରା ଗୃହର ଏହି ତାପମାତ୍ରା ବୃଦ୍ଧିକୁ କମ୍ କରାଯାଇ ପାରିବ? 1, ଫିକା ବା ହାଲୁକା ରଙ୍ଗର କାନ୍ଥ ଏବଂ ଛାତରେ ପ୍ରତିଫଳିତ ରଙ୍ଗର ବ୍ୟବହାର। 2, ଛାତକୁ ଘୋଡ଼ାଇ ରଖିବା ଏବଂ ଛାୟା ନିମନ୍ତେ ବୃକ୍ଷରୋପଣ କରିବା। 3, ଅଧିକ ବିଦ୍ୟୁତ୍ ଶକ୍ତିର ବ୍ୟବହାର କରି ଘରକୁ ଥଣ୍ଡା ରଖିବା। 4, ଥଣ୍ଡା ପାଣି ସିଞ୍ଚନ କରିବା। ଉପରୋକ୍ତ ମଧ୍ୟରୁ କେଉଁଟି ସଠିକ୍? କ ରେ ଦେଇଛି ଅପସନ୍ 1 ଏବଂ 2। ଖ ଦେଇଛି 1, 3, 4। ଗ ଦେଇଛି 1, 3। ଘ ଦେଇଛି 3, 4। ଏହାର ସଠିକ୍ ଉତ୍ତରଟି ହେଉଛି କ, 1 ଏବଂ 2। 33 ନମ୍ବରକୁ ଆସ, ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟୁତ୍ ଉପରିବାହୀ? କ, ଲବଣ ଜଳ। ଖ, ପାତିତ ଜଳ। ଗ, କପର ସଲଫେଟ୍ ଦ୍ରବଣ। ଘ, ଆମ୍ଳିକ ଜଳ। ଏହାର ସଠିକ୍ ଉତ୍ତରଟି ହେଉଛି ଖ, ପାତିତ ଜଳ ବା ଡିଷ୍ଟିଲ୍ଡ ୱାଟର। 34, ହାଇଡ୍ରୋକ୍ଲୋରିକ୍ ଏସିଡ୍ ଯେତେବେଳେ ମାର୍ବଲ ଚଟାଣରେ ପକାଯାଏ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ? କ୍ୟାଲସିୟମ କାର୍ବୋନେଟ୍ ଗ୍ୟାସ୍, ହାଇଡ୍ରୋଜେନ ପେରକ୍ସାଇଡ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଗ୍ୟାସ୍, ଓଜୋନ ଗ୍ୟାସ୍। ଏହାର ସଠିକ୍ ଉତ୍ତର ହେଉଛି ଗ, ଅଙ୍ଗାରକାମ୍ଳ ଗ୍ୟାସ୍। 35 ନମ୍ବର କ୍ୱେଶ୍ଚିନ୍ ଦେଖ, ନିମ୍ନଲିଖିତ ମଧ୍ୟରୁ କେଉଁ ଉପାୟରେ ଜାଳେଣୀ ଗ୍ୟାସ୍ ସଞ୍ଚୟ କରାଯାଇ ପାରିବ? ପ୍ରେସର କୁକର ବ୍ୟବହାର। ଖ, ରାନ୍ଧିବା ପୂର୍ବରୁ ଡାଲି ଚାଉଳ ଆଦିକୁ ଭିଜାଇ ବ୍ୟବହାର କରିବା। ଗ, ବଡ଼ ବର୍ଣ୍ଣର ପରିବର୍ତ୍ତେ ସାନ ବର୍ଣ୍ଣର ବ୍ୟବହାର। ଘ, ଉପରୋକ୍ତ ସମସ୍ତ। ଏହାର ସଠିକ୍ ଉତ୍ତର ହେଉଛି ଘ, ଉପରୋକ୍ତ ସମସ୍ତ। ପରମାଣୁ ବିଖଣ୍ଡନର ଏକ ଅପକାରିତା ହେଲା କ, ପ୍ରତିକ୍ରିୟା ଆରମ୍ଭ ନିମନ୍ତେ ଅଧିକ ଉତ୍ତାପ ଦରକାର କରେ। ଖ, ବାସ୍ତବରେ ଏହା ଗନ୍ଧଯୁକ୍ତ। ଗ, ରେଡିଓ ଆକ୍ଟିଭ ବର୍ଜ୍ୟବସ୍ତୁର ନିକାଶ କରିବା। ଘ, ପୃଥିବୀ ପୃଷ୍ଠରେ ଡ୍ୟୁଟେରିୟମର ଅଭାବ। ଏହାର ସଠିକ୍ ଉତ୍ତର ହେଉଛି ଗ, ରେଡିଓ ଆକ୍ଟିଭ ବର୍ଜ୍ୟବସ୍ତୁର ନିକାଶ କରିବା। 37 ନମ୍ବର ଦେଖ, ଯଦି ଗୋଟିଏ ଲାଇଟ୍ ବଲ୍ବକୁ ଆସୁଥିବା ଭୋଲ୍ଟେଜ ପ୍ରବାହ ସ୍ରୋତକୁ କମାଇ ଦିଆଯାଏ ତେବେ 1, ବଲ୍ବଟି ଜୋରରେ ଜଳିବ। 2, ବଲ୍ବଟି କମ୍ ଶକ୍ତି ବ୍ୟବହାର କରିବ।
3 ବଲ୍ବଟି ଅଧିକ ଶକ୍ତି ବ୍ୟବହାର କରିବ। 4 ବଲ୍ବଟି କମ୍ ଉଜ୍ଜ୍ୱଳେ ଜଳିବ। ଉପରୋକ୍ତ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍? এই ତିନିଟା ଭିତରୁ କୋଉଟା ଠିକ୍ ହବ? 1 2 3 ଘରେ ଦେଇଛି 1 4 ଘରେ ଦେଇଛି 1 3 ଘ ଦେଇଛି 2 4। ଏହାର ସଠିକ ଉତ୍ତର ହେଉଛି ଘ 2 ଏବଂ 4 ଅପସନଟା ଠିକ୍ ହବ। 38 ନମ୍ବରକୁ ଆସ। ମାସିକ ବିଦ୍ୟୁତ ବିଲ୍ ଦର୍ଶାଇଥାଏ କେତେ ୟୁନିଟ୍ ବିଦ୍ୟୁତ ଶକ୍ତି ଖର୍ଚ୍ଚ ହୋଇଛି। ୟୁନିଟ୍ କ'ଣ ଦର୍ଶାଇଥାଏ? କିଲୋୱାଟ ଆୱାର, ଭୋଲ୍ଟ, ହର୍ସ ପାୱାର, ଗୃହର କ୍ଷେତ୍ରଫଳ। ଏହାର ସଠିକ ଉତ୍ତର ହେଉଛି କିଲୋୱାଟ ଆୱାର। ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପ କେଉଁ ନଦୀ ଉପରେ ନିର୍ମାଣ କରାଯାଇଛି? କୋଲାବ, ଖ ମହାନଦୀ, ଗ ବ୍ରାହ୍ମଣୀ, ଘ ସିଲେରୁ। ଏହାର ସଠିକ ଉତ୍ତର ହେଉଛି ଗ ବ୍ରାହ୍ମଣୀ। 40 କ୍ୱେଶ୍ଚିନ୍ ନମ୍ବର 40 ଦେଖ। ନିମ୍ନୋକ୍ତ ମଧ୍ୟରୁ କେଉଁଠି ଶକ୍ତିର ନବୀକରଣ ଅକ୍ଷମ ଉତ୍ସ? କ ପବନ, ଖ ଭୂମଣ୍ଡଳୀୟ ତାପ, ଗ ସୂର୍ଯ୍ୟ, ଘ ଜୀବାଶ୍ମ ଇନ୍ଧନ। ଏହାର ସଠିକ ଉତ୍ତର ହେଉଛି ଘ ଜୀବାଶ୍ମ ଇନ୍ଧନ। 41 ନମ୍ବର ଦେଖ। ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର କ୍ଷମତା ସଠିକ ଜାଣିବା ନିମନ୍ତେ ନିମ୍ନଲିଖିତ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ? 1 ଘରର ଆକାର, 2 ଘରକୁ ବ୍ୟବହାର କରୁଥିବା ସଦସ୍ୟଙ୍କ ସଂଖ୍ୟା, 3 ଘରର କାନ୍ଥ ରଙ୍ଗ, 4 ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ନିର୍ମାତା। ଉପରୋକ୍ତ ମଧ୍ୟରୁ କେଉଁଟି ସଠିକ? କ ହେଉଛି 1 3 4, ଖ 1 ଏବଂ 2, ଗ 1 ଏବଂ 3, ଘ 3 ଏବଂ 4। ଏହାର ସଠିକ ଉତ୍ତର ହେଉଛି ଖ 1 ଏବଂ 2। 42 ନମ୍ବର କ୍ୱେଶ୍ଚିନ୍ ଦେଖ। ନିମ୍ନଲିଖିତ ମଧ୍ୟରୁ କେଉଁ ବୈଦ୍ୟୁତିକ ଗୃହ ଉପକରଣ ସର୍ବାଧିକ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିଥାଏ? ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର, ଖ ଲାଇଟ୍ ବଲ୍ବ, ଗ ଟେଲିଭିଜନ, ଘ ପଙ୍ଖା। 42ର ସଠିକ ଉତ୍ତର ହେଉଛି କ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର। 22 43 ଗ୍ରୀନ୍ ହାଉସ୍ ଗ୍ୟାସ୍ ଗୁଡ଼ିକ ଅତିଲୋହିତ ରଶ୍ମି ବା ଇନଫ୍ରାରେଡ୍ ଅବଶୋଷିତ ଏବଂ ବିକିରଣ କରିଥାଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନୁହେଁ? କ ଜଳୀୟ ବାଷ୍ପ, ଖ ଓଜୋନ, ଗ ଅମ୍ଳଜାନ, ଘ ମିଥେନ୍। ଏହାର ସଠିକ ଉତ୍ତର ହେଉଛି ଗ ଅମ୍ଳଜାନ। 44 ନମ୍ବର କ୍ୱେଶ୍ଚିନ୍ ଦେଖ। ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରକୁ 23 ଡିଗ୍ରୀ ସେଲସିୟସ୍ ପରିବର୍ତ୍ତେ 25 ଡିଗ୍ରୀ ସେଲସିୟସରେ ଚଳାଇଲେ ଏହା ଅଧିକ ଶକ୍ତି ବ୍ୟବହାର କରିଥାଏ। ଏ ଉକ୍ତିଟି ଠିକ୍, କରେ ଦେଇଛି ଠିକ୍, ଖରେ ଦେଇଛି ଭୁଲ, ଗରେ ଦେଇଛି କହିହେବ ନାହିଁ, ଘ ହେଉଛି ଶକ୍ତିର କୌଣସି ପରିବର୍ତ୍ତନ ହେବ ନାହିଁ। ଏହାର ସଠିକ ଉତ୍ତର ହେଉଛି ଏଇଟା ଭୁଲ। 45 ନମ୍ବର କ୍ୱେଶ୍ଚିନ୍ ଦେଖ। ମୋଟର, ପମ୍ପ ଏବଂ ଅନ୍ୟାନ୍ୟ ଇଞ୍ଜିନର କ୍ଷମତା ଅଶ୍ଵଶକ୍ତିରେ ପ୍ରକାଶ କରାଯାଇଥାଏ। ଏକ ଅଶ୍ଵଶକ୍ତି କାହା ସହିତ ସମାନ? 4.186 ଜୁଲ, ଖ ହେଉଛି 746 ଜୁଲ ପର ସେକେଣ୍ଡ, ଗ 1.34 ଜୁଲ, ଘ ହେଉଛି 1 କିଲୋୱାଟ। ଏହାର ସଠିକ ଉତ୍ତର ହେଉଛି ଖ 746 ଜୁଲ ପର ସେକେଣ୍ଡ। 46 ନମ୍ବର କ୍ୱେଶ୍ଚିନ୍ ଦେଖ। ମୋବାଇଲ ଫୋନ ଗୁଡ଼ିକରେ ଚାର୍ଜେବଲ ବ୍ୟାଟେରୀ ବ୍ୟବହାର ହୋଇଥାଏ। କେଉଁ ଶକ୍ତି ପରିବର୍ତ୍ତନ ଦ୍ୱାରା ମୋବାଇଲ ଫୋନରେ ଉପଲବ୍ଧ ଗୀତ ଶୁଣାଯାଇପାରେ? କ ରାସାୟନିକ ବୈଦ୍ୟୁତିକ ଧ୍ୱନି, ଖ ବୈଦ୍ୟୁତିକ ରାସାୟନିକ, ଗ ରାସାୟନିକ ବୈଦ୍ୟୁତିକ ଆଲୋକ, ଘ ଆଲୋକ ବୈଦ୍ୟୁତିକ ଧ୍ୱନି। ଏହାର ସଠିକ ଉତ୍ତର ହେଉଛି କ ରାସାୟନିକ ବୈଦ୍ୟୁତିକ ଧ୍ୱନି। 47 ନମ୍ବର କ୍ୱେଶ୍ଚିନ୍ ଦେଖ। ବୈଦ୍ୟୁତିକ ଶକ୍ତିର ମାପର ଏକକ ହେଉଛି କ କିଲୋୱାଟ, ଖ କିଲୋୱାଟ ଆୱାର, ଗ ହର୍ସ ପାୱାର, ଘ କ୍ୟାଲୋରୀ। ଏହାର ସଠିକ ଉତ୍ତର ହେଉଛି ଖ କିଲୋୱାଟ ଆୱାର। 48 ନମ୍ବର କ୍ୱେଶ୍ଚିନ୍ ଦେଖ। କୋଇଲା ତରଳୀକରଣ ପ୍ରକ୍ରିୟାରେ କ କୋଇଲା ବ୍ୟବହାର ପୂର୍ବରୁ ସଫା କରାଯାଏ, ଖ କୋଇଲାରୁ କୃତ୍ରିମ ତରଳ ଇନ୍ଧନ ପ୍ରସ୍ତୁତ କରାଯାଏ, ଗ ବ୍ୟବହାର ପୂର୍ବରୁ ଚୂର୍ଣ୍ଣ କରାଯାଏ, ଘ କୌଣସିଟି ନୁହେଁ। ଏହାର ସଠିକ ଉତ୍ତର ହେଉଛି ଖ କୋଇଲାରୁ କୃତ୍ରିମ ତରଳ ଇନ୍ଧନ ପ୍ରସ୍ତୁତ କରାଯାଏ। 49 ଫୁଏଲ ସେଲ୍ ଯାନଗୁଡ଼ିକୁ ଶକ୍ତି ଦେବା ସଙ୍ଗେ ସଙ୍ଗେ ବିଦ୍ୟୁତ୍ ଉତ୍ପାଦନ କରିଥାଏ। ଏହି ଫୁଏଲ ସେଲ୍ ସମ୍ବନ୍ଧୀୟ କେଉଁଟି ସଠିକ ଉକ୍ତି? 1 ହେଇଛି ଏହା ଏକ ରାସାୟନିକ ଉପକରଣ ଯାହାର କୌଣସି ଗତିଜ ଅଂଶ ନଥାଏ। 2 ଅନ୍ତର୍ଦହନ ଇଞ୍ଜିନ ତୁଳନାରେ ଏହା ଅଧିକ ଦକ୍ଷ। 3 ଏହା ଏକ ରାସାୟନିକ ଉପକରଣ ଯାହାର ଗତିଜ ଅଂଶ ଥାଏ। 4 ଯାନର କ୍ଷମତା ବୃଦ୍ଧି ପାଇଁ ଉର୍ଜନ ବ୍ୟବହାର କରିପାରିବା। କରେ ଦେଇଛି ଅପସନ 1, ଖରେ ଦେଇଛି 1 ଏବଂ 2, ଗ ଦେଇଛି 1 2 4, ଘ ଦେଇଛି 1 3 4। ଏହାର ସଠିକ ଉତ୍ତର ହେଉଛି ଗ 1 2 ଏବଂ 4। 50 ନମ୍ବର ଦେଖ। ଯଦି 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି 1 ଘଣ୍ଟା ବ୍ୟବହାର ହୋଇଥିବା 1000 ୱାଟ୍ ବା 1 କିଲୋୱାଟ୍ ଶକ୍ତି ସହିତ ସମାନ, ଧରାଯାଉ ହାରାହାରି ଦିନକୁ 8 ଘଣ୍ଟା 500 ୱାଟ୍ ବିଦ୍ୟୁତ୍ ଇସ୍ତ୍ରୀ ବ୍ୟବହାର କରାଯାଏ ଏବଂ ପ୍ରତି ୟୁନିଟ୍ ଦର 5 ଟଙ୍କା ହିସାବରେ ଆନୁମାନିକ ମାର୍ଚ୍ଚ ମାସ ସୁଦ୍ଧା କେତେ ବିଦ୍ୟୁତ୍ ବିଲ୍ ଆସିବ? କ 750 ଟଙ୍କା, ଖ 1600 ଟଙ୍କା, ଗ 620 ଟଙ୍କା, ଘ 850 ଟଙ୍କା। ଏହାର ସଠିକ ଉତ୍ତର ହେଉଛି ଗ 620 ଟଙ୍କା। 50ଟା କ୍ୱେଶ୍ଚିନ୍ ଏବେ ସରିଲା।
କାହାର କେତେ ରହିଲା 50ରୁ କେତେ ଠିକ୍ ହେଲା କମେଣ୍ଟ ବକ୍ସରେ ଲେଖିକି ମୋତେ ଜଣେଇବ। ରହିଲି।